ଶୁଣନ୍ତୁ ପାଣ୍ଡିଆନ ଆଉ ଓଡ଼ିଶା ରାଜନୀତିରେ ତାର ଅସ୍ତିତ୍ୱ ନାହିଁ କିନ୍ତୁ କଥା ହେଉଛି ଯେହେତୁ ପାଣ୍ଡିଆନ ଏବେ ବି ନବୀନ ପଟ୍ଟନାୟକର ବାର୍ଦ୍ଧକ୍ୟାବସ୍ଥା ନବୀନ ବାବୁଙ୍କର ଅସୁସ୍ଥତା ନବୀନ ବାବୁଙ୍କର ନିଜ କ୍ଷଣ ସ୍ୱାସ୍ଥ୍ୟଗତ କାରଣରୁ ପାଣ୍ଡିଆନ ଏବେ ବି ତାର ଯେମିତି ରିମୋଟ୍ କଣ୍ଟ୍ରୋଲ କରିବା କଥା କରୁଛୁ ଯେମିତି ସଦ୍ୟ ଉଦାହରଣ ରାଜ୍ୟସଭାରେ ଲକ୍ଷ୍ମୀ ପାତ୍ରକୁ ନେତୃତ୍ୱ ବଦଳାଗଲା ଆପଣ ଦେଖିଥିବେ ସେଠି ଜଣେ ନୂତନ ନେତୃତ୍ୱ ଦିଆଗଲା ମାନସ ମଙ୍ଗରାଜକୁ ସେ ହେଉଛି ପାଣ୍ଡିଆନ ଫ୍ୟାନ୍ ଏବଂ ଦୁଇରେ ଆପଣ ଦେଖିଥିବେ ଯେଉଁ ରାଜ୍ୟସଭା ଇଲେକ୍ସନ ନୂତନ ଭାବରେ ଯେଉଁ ଓଡ଼ିଶାର ଜଣେ ବିଜେଡ଼ିରୁ ଗଲେ ସେ ସନ୍ତୁଷ୍ଟ ମିଶ୍ର ଗଲେ ସେ ବି ପାଣ୍ଡିଆନଙ୍କ ଫ୍ୟାନ୍ ଏବଂ ଦୁଇରେ ବହୁତ ଜିଲ୍ଲାର ସଭାପତି ଯେଉଁ କରାଗଲା ସେ ପାଣ୍ଡିଆନ ଲୋକମାନେ କଥା ହେଉଛି ପାଣ୍ଡିଆନ ଭାବୁଛନ୍ତି ଯେଉଁ 19ରୁ 24 ଯେଉଁ ମୁଁ ଉତ୍ପାତ କରୁଥିଲି ଏବଂ ନବୀନ ପଟ୍ଟନାୟକ ବଳରେ ଯେଉଁ ବଳିଆନ ଥିଲି କିଚକ ବାହୁବଳେ ଯେଉଁ ବିରାଟ ରାଜା ହେଇଥିଲି ସେଇ ଯେଉଁ କ୍ଷମତା ଅଏସ୍ ଯେଉଁ କ୍ଷମତାର ଉପଭୋଗ କରୁଥିଲେ ଏବେ ତାଙ୍କ ମନରୁ ଅପସରି ଯାଇନାହିଁ କିନ୍ତୁ ଯେହେତୁ ସିଏ ଓଡ଼ିଶାର ଲୋକ ନୁହଁ ଓଡ଼ିଶାର ନେତୃତ୍ୱ ନୁହଁ ଓଡ଼ିଶାର ସ୍ଥାନୀୟ ନେତୃତ୍ୱ ନୁହଁ ସେ କୌଣସି ପ୍ରକାର ସଫଳତା ପାଇବେ ନାହିଁ ଓଡ଼ିଶା ରାଜନୀତିରେ ତାଙ୍କର ଧାର ଧରିବା ନାହିଁ କିନ୍ତୁ ଲୋଭବଶ ବର୍ତ୍ତେଇ ସେ ଏବେ ବି ସୋସିଆଲ ମିଡ଼ିଆଟା ଯେହେତୁ ବିଜେଡ଼ିର ସୋସିଆଲ ମିଡ଼ିଆଟା ଏବଂ ବିଜେଡ଼ିର ବହୁତ କର୍ମକର୍ତ୍ତାମାନଙ୍କୁ ଏବଂ ଯେଉଁମାନେ ସ୍ପୋକ୍ସମ୍ୟାନ୍ ହେଉ ଯେଉଁମାନେ କର୍ମକର୍ତ୍ତା ସେଠି ଟହଲ ମାରୁଛନ୍ତି ତାଙ୍କୁ କିଛି ଦରମାରେ ପାଣ୍ଡିଆନ ପାଖରେ ହଜାର ହଜାର କୋଟି ଯେହେତୁ ଅଛି ଦୁର୍ନୀତି ଏବଂ ଅତ୍ୟାଚାର କରିବା ଏବଂ ନିଜେ ନେତୃତ୍ୱ ନେବାର ଯେଉଁ ଉଦାହରଣ ଦେଖେଇଥିଲେ 19ରୁ 24 ଭିତରେ ସବୁ ନେତାମାନେ ଯେଉଁ ଜାକି ହେଇକି ରହିଯାଉଥିଲେ ଲୋକମାନେ କାକୁସ୍ଥ ହେଇକି ରହିଥିଲେ ଏ ବ୍ୟବସ୍ଥାଟା ପରିବର୍ତ୍ତନ ହେଲା 24ରେ ପରିବର୍ତ୍ତନ ସରକାର ପରେ କଥା ହେଉଛି ପାଣ୍ଡିଆନଙ୍କର ଯେହେତୁ ଲୋଭ ଥିଲା ଲୋଭ ଅଛି ସିଏ କିଛି ପୋଷ୍ଟର ମାରିକି ଦେଖୁଛନ୍ତି ଯେ ଦେଖାଯାଉ ମୋ ପ୍ରତି ଲୋକଙ୍କର ଧ୍ୟାନ ଅଛି ନା ନାହିଁ ଲୋକଙ୍କର ଭଲ ପାଇବା ଅଛି ନା ନାହିଁ ଏଇ କଥା ମାପିବା ପାଇଁ ଏବଂ ସୋସିଆଲ ମିଡ଼ିଆରେ ଯେହେତୁ ଯିଏ ବିଜୁ ଜନତା ଦଳ ସଂଖ୍ୟାମାନ ଚଲାଉଛନ୍ତି ସୋସିଆଲ ମିଡ଼ିଆ ଯାହାକୁ ଦାୟିତ୍ୱ ଦେଏ ସେ ହେଉଛି ପାଣ୍ଡିଆନଙ୍କ ଦରମାପ୍ରାପ୍ତ ଲୋକ ତେଣୁ ସିଏ ଭାବୁଛନ୍ତି ଗୋଟେ ଗୋଟେ ପୋଷ୍ଟର ବନେଇକି ଦେଖିବା ପାଣ୍ଡିଆନ ଆସନ୍ତୁ ହେରି ଏବଂ ଆପଣ ଦେଖିବେ ସଦ୍ୟ ଗୋଟେ ଅଳ୍ପ ଦିନ ତଳେ ରତ୍ନଭଣ୍ଡାର ଗଣତି ମଣିତି ହେଲା ଭିତର ରତ୍ନଭଣ୍ଡାର ଗଣତି ହେଇନି ରତ୍ନଭଣ୍ଡାର ଗଣତି ମଣିତିରେ ଯେତେବେଳେ ପରିପ୍ରକାଶ ହେଲା ସାରା ସୋସିଆଲ ମିଡ଼ିଆରେ କୁହାଗଲା ଯେ ହରିଆ ଚୋର ହରିଆ ଯେଉଁ କମେଡ଼ିଆନ ଫିଲ୍ମ ଷ୍ଟାର ହଁ ହରିହର ମହାପାତ୍ର ସିଏ ହେଉଛି ଚୋର ସେ ଗୋଟିଏ ବାଇଟି କେଉଁଠି ଦେଇଥିଲା 2000 ଯେଉଁ 1920ରେ କିନ୍ତୁ ପ୍ରକୃତରେ ଓଡ଼ିଶା ଲୋକଙ୍କ ମନକୁ ଛୁଇଁଲା ଚାବି ଚୋରି ହେଇଯାଇଛି କିଏ କହିଲେ ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବ ଶର୍ମା ଯେତେବେଳେ କହିଲେ ପ୍ରଧାନମନ୍ତ୍ରୀ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେବେଳେ କହିଲେ ଯେତେବେଳେ ଅମିତ ଶାହ କହିଲେ ଯେତେବେଳେ ନଡ୍ଡା କହିଲେ ଏବଂ କେନ୍ଦ୍ରମନ୍ତ୍ରୀମାନେ ଯେତେବେଳେ କହିଲେ ଯେ ଚାବି ଚୋରି ହେଇଯାଇଛି ତାମିଲନାଡୁ ନେଇକି ଲୁଚା ଯାଇଛି ଓଡ଼ିଶା ଲୋକମାନେ ସେତେବେଳେ ସ୍ଥିର କଲେ ଯେ ଆମ ଜଗନ୍ନାଥଙ୍କ ଚାବି ରତ୍ନଭଣ୍ଡାର ଚାବି ଯେହେତୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହୁଛନ୍ତି ସତ ହେଇଥିବ ତେଣୁକରି ଲୋକ ପରିବର୍ତ୍ତନ କଲେ ବିଜୁ ଜନତା ଦଳକୁ ଭୋଟ ଦେଲେ ନାହିଁ କିନ୍ତୁ ଏଇ ଯେଉଁମାନେ ଟ୍ରୋଲିଂ କରୁଛନ୍ତି କି ବିଜୁ ଜନତା ଦଳ ସୋସିଆଲ ମିଡ଼ିଆ ଚଲାଉଛନ୍ତି ସେମାନଙ୍କର ସତ୍ସାଚମ କଲିଜାରେ ଜୀବରେ ହାଡ଼ ନାହିଁ ଯେ ମୋଦି କହିଥିଲେ କହିପାରୁନାହାନ୍ତି ଅମିତ ଶାହ କହିଥିଲେ କହିପାରୁନାହାନ୍ତି ନରେନ୍ଦ୍ର ଯେଉଁ ହେମନ୍ତ ବିଶ୍ବ ଶର୍ମା ସିଲେ କହିପାରୁନାହାନ୍ତି ସିଏ ମାରେ ଭଣ୍ଡାରିଆ କହୁଛନ୍ତି ହରି ମହାପାତ୍ର କୁଆଡ଼େ କହିଲେ ଯେ ଚାବି ଚୋରି ହେଇଯାଇଛି ଲୋକ ତାଙ୍କ କଥାରୁ କୁଆଡ଼େ ପରିବର୍ତ୍ତନ ହରି ମହାପାତ୍ର ବିଜେପି ସରକାରରେ ମୁଖ୍ୟମନ୍ତ୍ରୀ ହେଇଥାନ୍ତେ ତେଣୁ ଏ ଘଟଣା ଗୁଡ଼ିକ ଦେଖନ୍ତୁ ଏବେ ପାଣ୍ଡିଆନ ପ୍ରତି ଲୋକଙ୍କର ଅଛି ଯେଉଁ ବିଜୁ ଜନତା ଦଳ ଭିତରେ କିଛି ଲୋକ ରହିଛନ୍ତି ଦରମା ପାଇକି ରହିଛନ୍ତି ତାକୁ ସେ ପରୀକ୍ଷିବା ପାଇଁ ସୋସିଆଲ ମିଡ଼ିଆରେ ଏବଂ ନାନା ପ୍ରକାର କିଛି ଭାଟୁଆ ସାମ୍ବାଦିକ ଯେଉଁ ଭାଟୁଆ ସାମ୍ବାଦିକମାନଙ୍କୁ ଧରି କିଛି କାର୍ଯ୍ୟକ୍ରମ କରୁଛନ୍ତି ଏବଂ ଆଉ କିଛି ସୋସିଆଲ ମିଡ଼ିଆର ଇନଫ୍ଲୁଏନ୍ସ ମାନଙ୍କୁ ଧରିକି ତାଙ୍କର ଯେଉଁ କିମ୍ବା ସୋସିଆଲ ମିଡ଼ିଆରେ ତାଙ୍କର ଯେଉଁ କର୍ମକର୍ତ୍ତାମାନଙ୍କୁ ଧରିକି ସେ ପରଖୁଛନ୍ତି ଯେ ମୋର ପପୁଲାରିଟି ଅଛି ନା ନାହିଁ ମୋତେ ଲୋକ ଗ୍ରହଣ କରିବେ ନା ନାହିଁ କିନ୍ତୁ ଗୋଟିଏ କଥା ମନେ ଗୋଟେ ସୋସିଆଲ ମିଡ଼ିଆରେ ବାହାବା ନେବା ଏବଂ ରାଜନୀତିରେ ୱାର୍ଡ ମେମ୍ବର ସରପଞ୍ଚ ସମିତିସଭ୍ୟ ଏବଂ ଏମ୍ଏଲ୍ଏ ଏମପି ହେବା କିନ୍ତୁ ଗ୍ରାଉଣ୍ଡ ଜିରୋ କଥା ଲୋକଙ୍କ ସହିତ ସଂଶ୍ଳିଷ୍ଟ ହେବାକୁ ପଡ଼ିବ ତେଣୁ ତାକୁ ସେ ବିଚାର କରିବାକୁ ପଡ଼ିବ ଏବଂ ପାଣ୍ଡିଆନ ଯେଉଁ ମନେ ମନେ ଉଖୁଡ଼ା ଖାଉଛନ୍ତି ଯେ ମୋତେ ଆଉ ଥରେ ଫେରି ଆସିକି ସେ ଫେରିବାର ବ୍ୟବସ୍ଥା ନାହିଁ ସେ ଗୋଟେ ପାଣ୍ଡିଆନ ଟପିକ୍ ଓଡ଼ିଶା ରାଜନୀତିରେ ଛକ ପଡ଼ି ସାରିଛି।